ନିଶ୍ଚିତ ଭାବରେ ଆଜିର ଯୋଉ ମିନି ମାରାଥନ ସଫଳ ହେଇଛି ଯାଜପୁର ଜିଲ୍ଲାରେ ଆମେ ଏ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କଲେ। ଆଜି ଯୋଉ କଲେ ଏନସି କଲେଜରୁ ମାରାଥନ ଆରମ୍ଭ ହେଇ ହକି ଷ୍ଟାଡିୟମ ସରିଛି। ଆଜି ଯୋଉ ବାର୍ତ୍ତା ଥିଲା ଏ ବର୍ଷ ପାଇଁ ଏଜୁକେସନ ଫର ଅଲ୍, ଏଜୁକେସନଟା କେବଳ ଆମର ଶାରୀରିକ ବୌଦ୍ଧିକ ମାନସିକ ଶିକ୍ଷା ନୁହେଁ, ଏଥିସହିତ ମଧ୍ୟ ଆମର ସିଭିକ ସେନ୍ସର ଆବଶ୍ୟକତା ଅଛି। ମୁଁ ଆଶା କରିବି ଯୋଉ ପିଲାମାନେ ଆଜି ଉପସ୍ଥିତ ଥିଲେ ଆପଣମାନଙ୍କ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହଉ। ଆମର ପରିବେଶକୁ କେମିତି ଆମେ ସୁରକ୍ଷା ରଖିପାରିବା, ଆମର ଯେତିକି ସମ୍ପତ୍ତି କେମିତି ଆମେ ସୁରକ୍ଷା ରଖିପାରିବା। ଯଦି ଏଇ ମନୋବୃତ୍ତି ଆମ ମଧ୍ୟରେ ଉଦ୍ରେକ ହୁଏ, ଏଇ ମନୋବୃତ୍ତି ଯଦି ଆମେ କାମ କରୁ, ନିଶ୍ଚିତ ଭାବରେ ଆମ ପରିବେଶ ସୁସ୍ଥ ରହିବ, ଆମେ ମଧ୍ୟ ସୁସ୍ଥ ରହିବା। ଏବଂ ପିଲାମାନେ ସେଇ ଦିଗରେ ଯଦି କାର୍ଯ୍ୟ କରନ୍ତି, ଆମେ ଆମର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କୌଣସି ଅଳିଆ ଆବର୍ଜନା କରିବା ନାହିଁ, ଜାତୀୟ ସମ୍ପତ୍ତିକୁ ଆମର ସମ୍ପତ୍ତିକୁ ସୁରକ୍ଷା ଦେବା। ଏଇ କଥା ଯଦି ଆମ ମନରେ ଉଦ୍ରେକ ହୁଏ, ଜାଗ୍ରତ ହୁଏ, ତାହେଲେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ସଫଳ ହେବ। ଯୋଉ ଉଦ୍ଦେଶ୍ୟ ନେଇକି କାର୍ଯ୍ୟକ୍ରମ କରାଯାଉଛି ମାରାଥନ ପ୍ରତିବର୍ଷ ଜାନୁଆରୀ ମାସ ଶେଷ ରବିବାର କରାହୁଏ, ତାହା ସଫଳ ହେବ। ମୁଁ ଧନ୍ୟବାଦ ଦେବି ଅଚ୍ୟୁତ ସାମନ୍ତ ଏବଂ ତାଙ୍କର ପରିବାରର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ଆଜି ଯୋଉ କାର୍ଯ୍ୟକ୍ରମ ଯୋଉମାନେ ପରିଚାଳନା କରୁଥିଲେ ସମସ୍ତଙ୍କୁ ଧନ୍ୟବାଦ। ନୁହଁ, ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି এই ମିନି ମାରାଥନ 30ଟା ଜିଲ୍ଲାରେ। ଯେହେତୁ ଯୋଉ ଆମର ଦେଶର ଯୋଉମାନେ ଭବିଷ୍ୟତ, ଆମର ଆଜିର ପିଢି, କାହିଁକି ନା ତାଙ୍କର ଯୋଉ ଏ ମିନି ମାରାଥନ ଦ୍ଵାରା ଯେ ଗୋଟେ ବାର୍ତ୍ତା ଯିବ ଯେ ସ୍ୱାସ୍ଥ୍ୟ ହିଁ ସବୁବେଳେ ଆମର ସମ୍ପଦ। ଯଦି ଆମ ସ୍ୱାସ୍ଥ୍ୟ ଭଲ ରହିଲା, ଆମେ ଶିକ୍ଷା କ୍ଷେତ୍ରରେ ହଉ, କ୍ରୀଡ଼ା କ୍ଷେତ୍ରରେ ହଉ, ନିଶ୍ଚିତ ଭାବରେ ଆମେ ଆଗକୁ ଯାଇପାରିବା। ଯାହାକି ଯୋଉ ଉଦ୍ଦେଶ୍ୟରେ ଆଜି ଏ କାର୍ଯ୍ୟକ୍ରମଟି କରାହଉଛି, କିଟ୍ ଆଉ କିଡ୍ସ ଆଉ କିମ୍ସ କଳିଙ୍ଗ ଟିଭି ଦ୍ୱାରା ଆୟୋଜିତ କରାହଉଛି ଏ କାର୍ଯ୍ୟକ୍ରମଟି। ଏଟା ସ୍ୱାଗତ ଯୋଗ୍ୟ ପଦକ୍ଷେପ। କାହିଁକି ନା ଆମେ ତାକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ଆମଠାରେ ସବୁଠାରୁ କମ ହବ। କାହିଁକି ନା ମୁଁ ଡକ୍ଟର ଅଚ୍ୟୁତ ସାମନ୍ତ, ପୂର୍ବତନ ଯୋଉ ମାନ୍ୟବର ସାଂସଦ, ଯେ ତାଙ୍କ ଦ୍ୱାରା ଏଇ ଯୋଉ କାର୍ଯ୍ୟକ୍ରମଟି କରାହଉଛି, ଯେ ଆମର ଆଗାମୀ ପିଢି ସେମାନଙ୍କର ଭବିଷ୍ୟତ। ସେମାନେ ଆଜି ଏ ଖେଳ ମାଧ୍ୟମରେ ଦେଖନ୍ତୁ, ଆଜି ରାଜ୍ୟ ନୁହଁ, ରାଜ୍ୟ ବାହାରେ ମଧ୍ୟ ଯାଇକି ସେମାନେ ପିଲା ଖେଳିବାର ସୁଯୋଗ ପାଉଛନ୍ତି ଏ କ୍ରୀଡ଼ା କ୍ଷେତ୍ରରେ। ଆଜି ଆମେ ଯାଜପୁରରେ ବି ଆଜି ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ଯେ ଏମିତି ଇନଫ୍ରାଷ୍ଟ୍ରକ୍ଚର ଆମର ସରକାରଙ୍କ ଦ୍ୱାରା, ପୂର୍ବତନ ସରକାରଙ୍କ ଦ୍ୱାରା କରାହେଇଛି, ଯାହାକି ଏଠୁ ରାଜ୍ୟରୁ ଆସିକି ଏଠି ଖେଳି ପାରୁଛନ୍ତି। ଯେ ସମସ୍ତେ ଅଚ୍ୟୁତ ସାମନ୍ତଙ୍କର ଆଦର୍ଶକୁ ନେଇକି ଅନୁପ୍ରାଣିତ ହୁଅନ୍ତୁ, ତାଙ୍କର ଉଦ୍ଦେଶ୍ୟକୁ ସଫଳ କରନ୍ତୁ। ହଜାର ହଜାର ପିଲାମାନେ ଆଜି ଯୋଉ ସଫଳତା ପାଇଛନ୍ତି ତାକୁ ମଧ୍ୟ ଆମେ ଜାଣିବା ଦରକାର, ତାଙ୍କୁ ଧନ୍ୟବାଦ ଜଣାଇବା ଦରକାର। ଫକୀରମୋହନ ଟୁଡୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଏକ ସୁନ୍ଦର ପ୍ରୟାସ, ଯାହା ଆଗାମୀ ଦିନରେ ଗୋଟେ ସୁସ୍ଥ ସମାଜ ଏବଂ ସୁସ୍ଥ ଶାରୀରିକ ଗଠନ କରିବା ପାଇଁ ସେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଯୋଉ ତାଙ୍କର ଯୋଉ ଅଛି ଏମ୍ ଅଛି ଏଜୁକେସନ ଫର ଅଲ୍, ଏବଂ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚୁ ଏବଂ ସମସ୍ତେ ପାଠ ପଢନ୍ତୁ ଏବଂ ଆଗକୁ ବଢନ୍ତୁ। ଏବଂ ଆଜି ଦେଖନ୍ତୁ ସାରା ବିଶ୍ୱରେ କିଟ୍ ଏବଂ କିସ୍ର ନାମ ସେ ସବା ଉଚ୍ଚରେ ରଖିଛନ୍ତି। ଏବଂ ଆପଣ କ୍ରୀଡ଼ା କ୍ଷେତ୍ରରେ ଦେଖନ୍ତୁ, ଶିକ୍ଷା କ୍ଷେତ୍ରରେ ଦେଖନ୍ତୁ, ଏବଂ ସେ ଯୋଉ 20,000 ପିଲାଙ୍କୁ ଯୋଉ ରଖିଛନ୍ତି, ଆଦିବାସୀ ପିଲାଙ୍କୁ, ସେମାନେ ମୁକ୍ତରେ ସେ ଶିକ୍ଷାଦାନ କରୁଛନ୍ତି। ସେ ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯାଉଛି ଏବଂ ଆମେ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ବହୁତ କମ୍ ହବ। ତେଣୁ ଆଜି ଆମେ ବହୁତ ଖୁସି ହଉଛୁ ତାଙ୍କର ଏଇ କାର୍ଯ୍ୟକ୍ରମ ପାଇଁ। ଶିକ୍ଷା ଯେମିତି ଆବଶ୍ୟକତା ରହିଛି, ସେଭଳି ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି। ତେଣୁ ଅଚ୍ୟୁତ ସାମନ୍ତ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି, ନିଶ୍ଚିତ ଭାବରେ ଯୁବପିଢି ମାନଙ୍କୁ ଆକୃଷ୍ଟ କରିବ। ଏବଂ ଆଗାମୀ ଯୁବପିଢି ଅଚ୍ୟୁତ ସାମନ୍ତଙ୍କର ଯୋଉ ଭିଜନ ଅଛି ଯେ ସମସ୍ତେ କେମିତି ସୁସ୍ଥ ରୁହନ୍ତୁ, ସମାଜ ଯଦି ସମସ୍ତେ ସୁସ୍ଥ ରହିବେ ସମାଜ ସୁସ୍ଥ ରହିବ। ତେଣୁ ସମାଜ ପ୍ରତି ନିଶ୍ଚିତ ଭାବରେ ଗୋଟେ ଗୁରୁତ୍ୱ ବହନ କରୁଛି ତାଙ୍କର ବାର୍ତ୍ତା। ମୁଁ କଳିଙ୍ଗ ଟିଭିର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଯାଜପୁରର ତାକୁ ଧନ୍ୟବାଦ ଜଣାଉଛି, ଯାଜପୁର ଜିଲ୍ଲାର, ଯେ ସେମାନେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମକୁ ବହୁତ ସୁନ୍ଦର ଭାବରେ ଆୟୋଜନ କରିଛନ୍ତି ଏବଂ ପାର୍ଟିସିପେସନ ବହୁତ ଭଲ ହେଇଥିଲା। ପିଲାମାନେ ଶୃଙ୍ଖଳିତ ସହିତ ପାର୍ଟିସିପେସନ କଲେ ଏବଂ ଯାଜପୁରର ଯୋଉମାନେ ଛାତ୍ରଠୁ ଆରମ୍ଭ କରି ଯୁବକ ମାନେ ଏହା ଦ୍ୱାରା ପ୍ରଭାବିତ ହେବେ।